ଝିଅର ଜୀବନ ବଞ୍ଚାଇବା ପାଇଁ ସରକାରଙ୍କ ପାଖରେ ହାତ ଯୋଡ଼ି ସହାୟତା ଭିକ୍ଷା କରୁଥିବା ଦୃଶ୍ୟ ଦେଖି ଆଖିରେ ଲୁହ ଆସିଯାଉଛି। ଜଗତସିଂହପୁର ବ୍ଲକ ସ୍ଥିତ ଜଙ୍କୁଟି ପାଟଣା ଗ୍ରାମରେ ଘଟିଥିବା ଏକ ଦୁଃଖଦ ଘଟଣା ସମସ୍ତଙ୍କ ହୃଦୟକୁ ଭାଙ୍ଗି ଦେଇଛି। ଜଣେ ଅସହାୟ ମା ନିଜ କୁନି ଝିଅର ଜୀବନ ବଞ୍ଚାଇବା ପାଇଁ ଲୋକଙ୍କ ପାଖରେ ହାତ ଯୋଡ଼ି ସହାୟତା ଭିକ୍ଷା କରୁଥିବା ଦୃଶ୍ୟ ଦେଖି ଅନେକଙ୍କ ଆଖିରେ ଲୁହ ଆସିଯାଉଛି। ପୌର ପରିଷଦଠାରୁ ମାତ୍ର 4 କିଲୋମିଟର ଦୂରରେ ଥିବା ଏହି ଗ୍ରାମରେ ଦାରିଦ୍ର୍ୟ ଓ ଅସହାୟତାର ଏମିତି ଚିତ୍ର ସମାଜର କଠୋର ସତ୍ୟକୁ ସାମ୍ନାକୁ ଆଣିଛି। ସୂଚନା ଅନୁଯାୟୀ କୁନି ଝିଅଟି ଗୁରୁତର ରୋଗରେ ପୀଡ଼ିତ ଥିବା ବେଳେ ଚିକିତ୍ସା ପାଇଁ ବହୁ ଟଙ୍କାର ଆବଶ୍ୟକତା ରହିଛି, କିନ୍ତୁ ପରିବାରର ଆର୍ଥିକ ସ୍ଥିତି ଅତ୍ୟନ୍ତ ଦୟନୀୟ ଥିବାରୁ ଝିଅର ଚିକିତ୍ସା କରାଇବା ସମ୍ଭବ ହେଉନାହିଁ। ମା ଜଣଙ୍କ ଘର ଘର ବୁଲି ଲୋକଙ୍କୁ ନିଜ ଦୁଃଖ କହି ସହାୟତା ପାଇଁ ଅନୁରୋଧ କରୁଛନ୍ତି। ମୋ ଝିଅକୁ ବଞ୍ଚାଇ ଦିଅନ୍ତୁ, ସେ ଭଲ ହୋଇଯାଉ ବୋଲି କାନ୍ଦି କାନ୍ଦି କହୁଥିବା ମାଙ୍କ ଛାତିଥରା କଥା ଶୁଣି ଲୋକମାନେ ମଧ୍ୟ ଭାବୁକ ହୋଇ ପଡୁଛନ୍ତି। ସମସ୍ତଙ୍କ ପାଖକୁ ଯାଇ ସହାୟତା ମାଗିବା ସତ୍ତ୍ୱେ ପର୍ଯ୍ୟାପ୍ତ ଅର୍ଥ ସଂଗ୍ରହ ହୋଇନଥିବାରୁ ମା ଭାଙ୍ଗି ପଡ଼ିଛନ୍ତି। କ'ଣ ସତରେ ମୋ ଝିଅ ଭଲ ହେବ ନାହିଁ ବୋଲି ତାଙ୍କର ଏହି ପ୍ରଶ୍ନ ଆଜି ସମସ୍ତଙ୍କୁ ନୀରବ କରିଦେଇଛି। ଏହି ଦୁଃଖଦ ଘଟଣା ମାନବିକତାକୁ ପୁଣି ଥରେ ପ୍ରଶ୍ନ କରିଥିବା ବେଳେ ସମାଜର ସହୃଦୟ ବ୍ୟକ୍ତିମାନେ ଆଗକୁ ଆସି ଏହି ଅସହାୟ ପରିବାରକୁ ସହଯୋଗ କରିବାକୁ ଦାବି ହେଉଛି। ଶିଲା ନାୟକ ଝିଅ ନା ସାଇ ସମ୍ପୂର୍ଣ୍ଣ ଜେନା। ଝିଅର କଣ ହେଇଥିଲା? ତାର ଗୋଟେ ଥାଲେସିମିଆ ସେ 1.5 ମାସରେ ଯେତେବେଳେ ହେଇଥିଲା ସେତେବେଳକୁ ହେଇଛି। କେତେ ବର୍ଷ ହେଲାଣି? 5 ବର୍ଷ ହେଲାଣି। 5 ବର୍ଷ ହେଲାଣି। ଏବେ କେମିତିଆ ତାଙ୍କ ଦେହ କେମିତି? ଏବେ ତ ଏମିତି ସବୁ ଦେହ ତ ଆମକୁ ଏମ୍ସ କହିଛନ୍ତି ନେଇକି ଯିବାକୁ ଦିଲ୍ଲୀ। ଛୁଆ ଦେହ ବହୁତ ଖରାପ ଅଛି ବୋଲି ପେଟରେ ସେ ଯୋଉ ଥଳିଟା ସେ ଇନଫେକ୍ସନ କରିଛି ଆଉ ଗୋଟେ କିଡନୀ ଇନଫେକ୍ସନ କରିଛି। ସେ କହୁଛନ୍ତି ଆମକୁ ଦିଲ୍ଲୀ ନେଇକି ଯିବାକୁ। ଛୁଆର ବି ଏଇଠି ଏମିତି ସବୁ ଘା ଫା ହେଇକି ଛୁଆ ଚମଡ଼ା ଫମଡ଼ା ଦେହରୁ ଛାଡ଼ିଲାଣି। ଜ୍ୱର ହେଇଥିଲା ନେଇକି ମେଡିକାଲରେ ବି 8 ଦିନ ରଖିକି ନେଇକି ଯାଇଛି। ଛୁଆ ଦେହ ବି କିନ୍ତୁ ବହୁତ ଖରାପ ଅଛି। ଆପଣ କାହା ପାଖକୁ ଯାଇଥିଲେ, କିଛି ଅନୁରୋଧ କରିଥିଲେ? ମୁଁ କଲେକ୍ଟର ସାର୍ଙ୍କ ପାଖକୁ ଯାଇଥିଲି। କଲେକ୍ଟର ସାର୍ କହିଛନ୍ତି ବୁଝିବେ ବୋଲି। ଆଉ ଏମଏଲଏ ସାର୍ଙ୍କ ପାଖକୁ ବି ଯାଇଥିଲି। ଏମଏଲଏ ସାର୍ ବି କହିଛନ୍ତି ବୁଝିବେ ବୋଲି। ଆଉ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ବି ଯାଇଥିଲି। ମୁଖ୍ୟମନ୍ତ୍ରୀ ସାର୍ କହିଛନ୍ତି ତ ବୁଝିବେ ବୋଲି। ଆଉ ଆପଣ ଆଶା ଅଛି ଯେ ମୁଖ୍ୟମନ୍ତ୍ରୀ ଯୋଉ ଲୋକଙ୍କ ସରକାର ଆପଣଙ୍କୁ ନ୍ୟାୟ ଦେବେ, ୟା ଆପଣଙ୍କର ଝିଅର ଦେହକୁ ଭଲ କରିଦେବେ ବୋଲି ଆପଣଙ୍କ ଆଶା ଅଛି? ଆଶା ତ ଅଛି ଆମର କି ସାର୍ ଆମେ ଭଲ କରିଦେବେ। ମୁଖ୍ୟମନ୍ତ୍ରୀ ସାର୍ ମୋ ଝିଅକୁ ଭଲ କରିଦେବେ, କିନ୍ତୁ ଛୁଆ ଦେହ ବହୁତ ଖରାପ ହେଇଗଲାଣି। କେବେ ଭଲ କରିବେ ଆଉ ତ ସେ ବିଷୟରେ ମୁଁ କହିପାରିବିନି, କିନ୍ତୁ କହୁଛନ୍ତି ତ ଭଲ କରିଦେବେ ବୋଲି। ତ ମାସେ ହେଲାଣି କହୁଛନ୍ତି। ଛୁଆ ଦେହ ବି ବହୁତ ଖରାପ ହେଇକା ଗଲାଣି। ଦିନକୁ ଦିନ ଗଡିଲା ବେଳକୁ ଏବେ 7 ଦିନରେ ଥରେ ନବ ବୋଲି ବ୍ଲଡ କର ସାର୍ ଆମକୁ କହିଛନ୍ତି। ଦିନକୁ ଦିନ ଗଡିଲା ବେଳକୁ ଛୁଆ ଦେହ ଅଧିକ ଅସୁସ୍ଥ ହୋଇଯାଉଛି। ଆଉ ତଥାପି ସାର୍ କହିଛନ୍ତି ଆପଣଙ୍କୁ ଭରସା ଅଛି ଯେ ସାର୍ ଦିଲ୍ଲୀ ପଠେଇବେ, ଆପଣଙ୍କ ଭରସା ତ ଅଛି କହିଛନ୍ତି। ଏବେ ତ ଛୁଆ ଦେହ ବହୁତ ଖରାପ ହେଇଗଲାଣି। କେବେ ଆଉ ପଠେଇବେ, କ'ଣ କରିବେ? ଆଉ ସେମିତି ତ କିଛି ଇଏ ନାହିଁ। ଛୁଆ ଅବସ୍ଥା ତ ଏମିତି ହେଲାଣି, ଆମେ ଆଉ କ'ଣ କରିବୁ? ଆମର ତ ଘର ଦ୍ୱାର କିଛି ନାହିଁ। ଆମେ ତ ବହୁତ ଗରିବ ଲୋକ। ଆମେ କୋଉଠି କ'ଣ ଅଛି, ଆମେ କ'ଣ କରିବୁ? ଛୁଆକୁ କେମିତି କ'ଣ ନେଇକି ଯିବୁ ବୋଲି ସମସ୍ତଙ୍କ ପାଖକୁ ଆମେ ଦୌଡୁଛୁ। ସମସ୍ତେ ଆମକୁ କହୁଛନ୍ତି, କଲେକ୍ଟର, ଏମଏଲଏ, ମୁଖ୍ୟମନ୍ତ୍ରୀ ସମସ୍ତେ କହୁଛନ୍ତି ଆମକୁ ମୋ ଛୁଆକୁ ଭଲ କରିବେ ବୋଲି। ଆଉ କେବେ ଭଲ କରିବେ, କ'ଣ କରିବେ ସେ ବିଷୟରେ ଆଉ କହୁନାହାନ୍ତି। ଛୁଆ ତ ଏବେ ଦିନକୁ ଦିନ ବହୁତ ଖରାପ ହେଇଗଲାଣି। ଆଉ ଆମେ ଆଉ କ'ଣ କରିପାରିବୁ? ଯଦି ଶୀଘ୍ର ଯଦି ଭଲ ହୁଅନ୍ତା ତାହେଲେ ଛୁଆଙ୍କର ଦେହ ଯଦି ଭଲ ହେଇଯାନ୍ତା। ମୁଁ ତ ହାତ ଧରି ଅନୁରୋଧ କରୁଛି ମୁଖ୍ୟମନ୍ତ୍ରୀଙ୍କୁ, କଲେକ୍ଟରଙ୍କୁ, ଏମଏଲଏଙ୍କୁ ମୋ ଛୁଆକୁ ଜଲ୍ଦି ଜଲ୍ଦି ସମସ୍ତେ ଯେମିତି ଭଲ କରିଦିଅନ୍ତୁ। ମୋ ଛୁଆ ଦେହ ବହୁତ ଖରାପ ହେଇଗଲାଣି। ଛୁଆ ପେଟ ବି ବିନ୍ଧା ହଉଛି। କ'ଣ କରିବି ବୋଲି ମୋ ଛୁଆ, ମୁଁ କେତେ ଆଉ ଦୌଡ଼ିବି କାହା ପାଖକୁ? ମୁଁ ଦୌଡ଼ିଲେଣି, ବହୁତ ଦୌଡ଼ିଲେଣି। ଗୋଟେ ସ୍ତ୍ରୀ ଲୋକ, ମୁଁ ବହୁତ ଦୌଡ଼ିଲେଣି। ମୋ କଥା ହିଁ କେହି ଶୁଣୁନାହାନ୍ତି। ଆଉ ମୁଁ କ'ଣ କରିବି? ଖାଲି ମତେ ଭରସା ଦଉଛନ୍ତି କି ଆମେ ଭଲ କରିବୁ, ଭଲ କରିବୁ, ଭଲ କରିବୁ। କୋଉଦିନ ଆଉ ଆମକୁ ଭଲ କରିବେ ବୋଲି ମୋ ଛୁଆକୁ ମୁଁ ସେଇ କଥା ଭାବୁଛି। ଆଉ କେବେ ଭଲ କରିବେ? ଏବେ ବ୍ଲଡ କେତେ ଥର ନବାକୁ ପଡୁଛି ମାସକୁ? ଆଗରୁ ମାସେ 1.5 ମାସ ଯାଉଥିଲା। ଏବେ ମାସେ 15 ଦିନ। ଏବେ କହୁଛନ୍ତି 7 ଦିନରେ ଥରେ ନବ ବୋଲି। ଛୁଆ ତ ବେଶୀ ଖରାପ ହେଇକା ଗଲାଣି। କୋଉଦିନ ଆଉ କ'ଣ ବୁଝିବେ ଆଉ ଆମ କଥା? ଆଉ ହସ୍ପିଟାଲରେ ଆପଣଙ୍କୁ ବ୍ଲଡ ଝିଅକୁ ଯୋଗାଉଛନ୍ତି? ହଁ, ବେଳେ ବେଳେ ଦିଅନ୍ତି, ବେଳେ ବେଳେ ଆମେ ଡୋନର ଡାକିକି ଆଣୁ। ଏଇଟା ଖରା ଦିନେ ଆମେ ଏଇଠି 3 ଥର ବ୍ଲଡ ଦେଲୁଣି। ଆମେ ଡୋନର ଡାକୁଛୁ। କହିଛନ୍ତି ଏଇଥରକ ଦେବେ ବୋଲି, କ'ଣ କ୍ୟାମ୍ପ ଅଛି ବୋଲି।
ଆପଣ ଏବେ ଯୋଉ ଆମ ଦିଲ୍ଲୀ ପଠେଇଛନ୍ତି ବୋଲି ଆମେ ଦେଖୁଥିଲୁ ଆଜ୍ଞା, ଦିଲ୍ଲୀ ପଠେଇଛନ୍ତି ଆପଣଙ୍କୁ ରେଫର କରିଛନ୍ତି। ଆପଣଙ୍କୁ ଲାଗୁଛି ଯେ ଆପଣଙ୍କୁ ସରକାର ଦିଲ୍ଲୀ ପଠେଇକି ଆପଣ ଝିଅକୁ ଭଲ କରିବେ ବୋଲି? ଆମକୁ ତ ଲାଗୁଛି ଭଲ କରିବେ ବୋଲି, କିନ୍ତୁ କେବେ ଭଲ କରିବେ ବୋଲି ସେମିତି କିଛି ମତେ କାହିଁ ଲାଗୁନି। ତ ଦୌଡୁଛି, ଖାଲି କହୁଛନ୍ତି 15 ଦିନ 8 ଦିନ ଭିତରେ, କିନ୍ତୁ କେବେ ପଠେଇବେ ବୋଲି କିଛି ମୁଁ ଜାଣିପାରୁନି, କିନ୍ତୁ କହୁଛନ୍ତି ପଠେଇବେ ବୋଲି। ଆଶା ଅଛି ଆପଣଙ୍କୁ ପଠେଇକି? ଆଶା ତ ଅଛି, କାହିଁକି ନା ଆମର ଘର ଦ୍ୱାର କିଛି ନାହିଁ ନା, ତାଙ୍କ ଉପରେ ଆଶା ରଖିବୁନି ଆଉ କାହା ଉପରେ ଆଶା ରଖିବୁ ଆମେ? ଆଉ ସେଇମାନଙ୍କ ଉପରେ ହିଁ ଆଶା, ମୁଖ୍ୟମନ୍ତ୍ରୀ, କଲେକ୍ଟର, MLA ସାର୍ ସମସ୍ତଙ୍କ ଉପରେ ଅନୁରୋଧ କରୁଛି ହାତ ଯୋଡ଼ିକି, ମୋ ଛୁଆକୁ ଯେମିତି ଭଲରେ ଭଲରେ, ମୋ ଛୁଆ ଯେମିତି ମତେ ଫେରେଇ ଦିଅନ୍ତୁ। ମୋ ଛୁଆ ଦେହ ବହୁତ ଖରାପ ହେଲାଣି, ଆଉ ମୁଁ କଣ କରିପାରିବି? ମୁଁ ଗୋଟେ ମା ଟା, କେତେ କଷ୍ଟ କରିବି? ଛୁଆ ମୋ ଆଗରେ କେତେ କଲ ବଲ ମୋ ଛୁଆ ହଉଛି, ଟିକେ ଘା ଫା ହେଇଗଲାଣି ମୋ ଛୁଆଟି, ପେଟ ବି ବିନ୍ଧା ହଉଛି। କଣ ଗଭର୍ଣ୍ଣମେଣ୍ଟରୁ କଣ ସାହାଯ୍ୟ? ଗଭର୍ଣ୍ଣମେଣ୍ଟରୁ କଲେକ୍ଟର ସାର୍ ଦେଇଥିଲେ 30,000 ଟଙ୍କା, ଆଉ ରେଡ୍ କ୍ରସ ରୁ ତ କହିଛନ୍ତି 10,000 ମିଳିବ ବୋଲି। ଆଉ ଗଭର୍ଣ୍ଣମେଣ୍ଟ ରୁ ଆମକୁ କଣ କିଛି ବି ସାହାଯ୍ୟ ମିଳୁନି, ଘର ବି ନାହିଁ, ଭଙ୍ଗା ଘରେ ଆମେ ପାଲ ଟାଙ୍ଗି ପଡିଛୁ। ଆଉ ଚାଉଳ ବି କାର୍ଡ ଫାର୍ଡ ବି ଆମର ନାହିଁ। ମୋ ସ୍ୱାମୀଙ୍କର ଖାଲି 5 କିଲୋ ଚାଉଳ ଯାହା ମାସକୁ ମିଳୁଛି, ବାସ୍ ସେତିକି। ଆମେ ମା ଛୁଆ 4 ଜଣ ସେଇଥିରେ ହିଁ ଚଳିବୁ। ଆଜ୍ଞା। ଆଉ ଘର ରାସନ କାର୍ଡ ହେଇନି ବୋଲି ଆମକୁ ତ କହିଛନ୍ତି କରିବେ ବୋଲି, ଆଉ କୋଉ ଦିନ ଆସିବ ବୋଲି ଆମେ ଆଉ ଜାଣିନୁ। ଆଉ ଘର ବି ଆମେ 3-4 ଥର କହିଲୁ, ଯାଇକି କଲେକ୍ଟରଙ୍କୁ କହିଛୁ, MLA ଙ୍କୁ ବି କହିଛୁ, କହିଛନ୍ତି ତ ଘର ଦେ ବୋଲି। ଭଙ୍ଗା ଘରେ ଆମେ ଏଇଠି ବି ରହିଛୁ। ସେ ଭଙ୍ଗା ଘରେ ବର୍ଷା ହେଲା କଣ ପାଣି ଫାଣି ହେଇଛି, କାନ୍ଥ ବି ଭାଙ୍ଗି ଯାଇଛି, ଆମର ସବୁ ଭାଙ୍ଗି ଭୁଙ୍ଗି ଯାଇଛି ଆମ ଘର। ଆମ ଘରକୁ ବି ବଖରାଇ ଦଉନାହାନ୍ତି ଆମକୁ ଇନ୍ଦିରା ଆବାସ ଘର, ଖାଲି ମୋ ଶ୍ୱଶୁରଙ୍କର ବଖରାଇ ମିଳିଥିଲା, ଆମର କିଛି ନାହିଁ। ନମସ୍କାର ଓଡ଼ିଶାବାସୀଙ୍କୁ, ମୋ ନାଁ SK ଅଜରୁଦ୍ଦିନ। ମୁଁ ଆପଣଙ୍କ ହ୍ୟୁମାନିଟି କାମ କରେ। ଆଉ ମୁଁ ଆଜି ଗୋଟେ କୁନି ଝିଅ ପାଇଁ ଗୋଟେ କଥା କହୁଛି, ଯିଏ ବହୁତ ଛୋଟ ଅଛି, 5 ବର୍ଷ ଝିଅଟେ। ମାନେ ଯେଉଁ ବର୍ଷରେ ମାନେ ପିଲା ଖେଳନ୍ତି, ସେ ବର୍ଷରେ ତା ଜୀବନ ସହିତ ସେ ଖେଳୁଛି। ତ ମୁଁ ଆମର ଗଭର୍ଣ୍ଣମେଣ୍ଟକୁ ଅନୁରୋଧ କରୁଛି, ଟିକେ ସେ ଝିଅକୁ ଯାଇକି ଟିକେ ଦେଖନ୍ତୁ। ବହୁତ କଷ୍ଟ ପାଉଛି, ନା ଖାଇପାରୁଛି, ନା ଖେଳି ପାରୁଛି, ମାନେ ନା ବସି ପାରୁଛି। ଆଉ ଏତେ କଷ୍ଟ ପାଇକି ବି ସେ ଝିଅ ଆଜି ମାନେ ତା ଜୀବନ ସହିତ ଖେଳୁଛି। ଆଉ କ'ଣ ଆମେ ଓଡ଼ିଶାବାସୀ ଆମେ ମିଶିକି ତାକୁ ଠିକ୍ କରିପାରିବାନି? ନା ଆମ ଗଭର୍ଣ୍ଣମେଣ୍ଟ କ'ଣ ଠିକ୍ କରିପାରିବନି? ଆଉ ଆମର MLA ସାର୍ଙ୍କୁ ବି ମୁଁ ରିକ୍ୱେଷ୍ଟ କରୁଛି, ତାଙ୍କୁ ଯାଇ ଟିକେ ଦେଖନ୍ତୁ। ସେ ବହୁତ କଷ୍ଟରେ ସେ ଝିଅ ଅଛି, ଆଉ ଗଭର୍ଣ୍ଣମେଣ୍ଟକୁ କିଛି ମାନେ ସାହାଯ୍ୟ ପାଇଁ ଇଏ କରନ୍ତୁ, ଯେମିତି ସେ ଝିଅଟା ଠିକ୍ ହେଇଯାଉ। ଆଗକୁ ମାନେ ଯାଇକି ସେ ଝିଅ ଯେବେ ଆମରି ମାନେ ଦେଶର, ସେ ଯେବେ କିଛି ପାଠ ପଢ଼ିକି ଯେ ଭଲ ମଣିଷଟା ହେଲା, ସେ ବହୁତ ଭଲ କଥା। କ'ଣ ଆମେ ସେ ଝିଅକୁ ଆମେ ହରେଇଦେବା? এটা କେବେ ହେଇପାରିବନି। ମୁଁ ଅନୁରୋଧ କରୁଛି ଆମ ସରକାରକୁ, ଟିକେ ସେ ଝିଅଟାକୁ ଦେଖନ୍ତୁ, ସେ ଦିଲ୍ଲୀ ଏମ୍ସ ଯିବ। ନମସ୍କାର। ମୋର ପରିଚୟ, ମୋ ନାଁ ହେଉଛି ମହେନ୍ଦ୍ର ଜେନା। ଗାଁ ଗାଁ ଘର ଜଙ୍ଗୋଟି, ପୋଷ୍ଟ ଜଙ୍ଗୋଟି। କ'ଣ ହେଇଥିଲା ସେ ଝିଅର ଆପଣ କ'ଣ ହେବେ? ମୁଁ ସେ ଝିଅର ହେଉଛି ଜେଜ। ଆଜ୍ଞା। ଏ ଝିଅର ଥାଲାସେମିଆ ତାର ଗୋଟେ ରୋଗ, ଆଉ ସେ ଭଲ ହେଉନି, ବହୁତ କଷ୍ଟ। କେତେ ବର୍ଷ ହେଲାଣି ସେ ରୋଗରେ ପୀଡ଼ିତ ହେଲେଣି? ଝିଅ ସେତେ ତ ଜନ୍ମରୁ ସେ ସେମିତି ହେଉଛି ଆଉ। ଆପଣ କାହା ପାଖକୁ ଯାଇଥିଲେ ବାବଦରେ? ମୁଁ କାହା ପାଖକୁ ଯାଇନି, ସେ ବୋହୁ ଯାଇଥିଲେ, MLA ପାଖକୁ ଯାଇଥିଲେ, କଲେକ୍ଟର ପାଖକୁ ଯାଇଥିଲେ, ଆଉ ମୁଁ କେଉଁ ଜାଗାକୁ ଯାଇନି। ସେମାନେ କ'ଣ ମାନେ ପ୍ରତିଶ୍ରୁତି ଦେଇଛନ୍ତି? ହଁ, ପ୍ରତିଶ୍ରୁତି ଦେଇଛନ୍ତି ଯେ ସେ ଝିଅକୁ ଭଲ କରିଦେବେ ବୋଲି। ଝିଅ କ'ଣ ଦିଲ୍ଲୀ ପାଇଁ ଏମ୍ସକୁ ତାକୁ ସ୍ଥାନାନ୍ତର କରାଯାଇଛି? ଆପଣଙ୍କୁ ବିଶ୍ୱାସ ଅଛି ଯେ ନାଇଁ ସରକାର, ଲୋକଙ୍କ ସରକାର? ହଁ, ମୋର ବିଶ୍ୱାସ ଅଛି ସରକାର ଭଲ କରିଦେଇପାରିବେ। ସରକାରଙ୍କ ସାହାଯ୍ୟ ସହଯୋଗ ରହିଲେ ସେ ଝିଅ? ହଁ, ସରକାରଙ୍କ ସାହାଯ୍ୟ ରହିଲେ ସେ ଝିଅ ଭଲ ହେଇଯିବ ବୋଲି ମୋର ବିଶ୍ୱାସ। ଜଗତସିଂହପୁର ଜିଲ୍ଲା ପ୍ରତିନିଧି ରିୟାଜ ଉଦ୍ଦିନଙ୍କ ରିପୋର୍ଟ, ଷ୍ଟାର 1 TV।